ଯାଜପୁରରୁ ଆସିଲା ବଡ଼ ଖବର। ଏବେ ଚୋରଙ୍କ ନଜର ଗୋମାତାଙ୍କ ଉପରେ। ଆଉ ଚୋରୀର ତରିକା ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। କୌଣସି ବଡ଼ ଗାଡ଼ି ନୁହେଁ, ବରଂ ଏକ ଦାମୀ ସ୍କର୍ପିଓ ଗାଡ଼ିରେ ଚାଲିଛି ଗୋ ଚୋରି। ଆଜ୍ଞା ହଁ, ଯାଜପୁର ସହରରୁ ଅତି ନିର୍ମମ ଭାବେ ଗୋରୁ ଚୋରି ହେଉଥିବାର ଏକ ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ଏବଂ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ଯାଜପୁର ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି। ତେବେ ଯାଜପୁର ସହରରେ ସକ୍ରିୟ ହୋଇ ଉଠିଛନ୍ତି ଗୋଚୋର ସିଣ୍ଡିକେଟ। ଗତ 5 ତାରିଖ ରବିବାର ବିଳମ୍ବିତ ରାତି ଅର୍ଥାତ୍ ପ୍ରାୟ 2ଟାରୁ 3ଟା ସମୟରେ ଯାଜପୁର ସାନବଜାର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଦୃଶ୍ୟ। ଏକ ଧଳା ରଙ୍ଗର ସ୍କର୍ପିଓ ଗାଡ଼ି, ଯାହାର ନମ୍ବର ହେଉଛି OD02DQ5475। ଏହି ଗାଡ଼ିରେ କିଛି ଦୁର୍ବୃତ୍ତ ଆସି ଅତି ନିର୍ମମ ଭାବେ ଟାଣି ଟାଣି ଗାଡ଼ି ପଛରେ ଭର୍ତ୍ତି କରୁଛନ୍ତି। ତେବେ ସମଗ୍ର ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ ଗାଡ଼ିରେ ଏକାଧିକ ବ୍ୟକ୍ତି ରହିଛନ୍ତି ଏବଂ ସେମାନେ ବେଶ୍ ଯୋଜନାବଦ୍ଧ ଭାବେ ଏହି ଗୋ ଚୋରିକୁ ରୂପରେଖ ଦେଉଛନ୍ତି। ବିଗତ କିଛି ଦିନ ହେବ ଯାଜପୁର ସହରରୁ ଲଗାତାର ଭାବେ ଷଣ୍ଢ ଓ ଗାଈମାନଙ୍କୁ ଏହି ସ୍କର୍ପିଓ ଗାଡ଼ି ଜରିଆରେ ଚୋରି କରାଯାଉଥିବା ନେଇ ସହରବାସୀ ଅଭିଯୋଗ କରିଛନ୍ତି। ଆଉ ଏହି ଘଟଣା ଏବେ ସାମ୍ନାକୁ ଆସିବା ପରେ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ଯାଜପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି ଏବଂ ଚୋରମାନଙ୍କୁ ତୁରନ୍ତ ଗିରଫ ପାଇଁ ଦାବି ହୋଇଛି। ଗତକାଲି ଗୋଟେ सीसीटीवी फुटेज सान बजार अंचल राति 2टारू 2:30 मध्य गोटे सेंड को गोटे धड़ा स्कर्पिओ रे बांधिकी लोड कर नहीं जीवार दृश्य आम देखिलु। से कथा को आम तुरंत सान बजार ग्रामवासी बृंद सागर आलोचना कलु। ग्रामवासी बृंद तरफ आम राष्ट्रीय बजरंग दल तरफ उभय तरफ मिलित भाव दुईटी एफआईआर टाउन थाना आज देलु। से स्पष्ट भाव उल्लेख कलु जे जाजपुर सहर दिन को दिन जो गो चोरी बढ़ी चली। तेबे देखा बाकी रहिला सीसीटीवी फुटेज एवं गाड़ी नंबर ठाई मध्य जाजपुर पुलिस एही गो चोर सिंडिकेट को केबे सुधा धरुछि एवं सहर रे गो सुरक्षा किभली कड़ाकड़ी करा जाउछि। जाजपुर संतोष मिश्र रिपोर्ट, ओडिशा भास्कर।